ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସାନ୍ନିଧ୍ୟ ନେଲେ। ଭାରତୀୟ କ୍ରିକେଟ ଟିମ୍ର 3 ସ୍ପିନର ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତୀୟ କ୍ରିକେଟ ସ୍କ୍ୱାଡରେ ସାମିଲ 3 ସ୍ପିନିଂ ବୋଲର ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଓ ୱାଶିଂଟନ ସୁନ୍ଦର ଆଜି ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ସାନ୍ନିଧ୍ୟ ନେଇଛନ୍ତି। ବାରବାଟୀରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକ ଦିବସୀୟ ମ୍ୟାଚ୍ ଖେଳିବା ପୂର୍ବରୁ ମହାପ୍ରଭୁଙ୍କ ସାନ୍ନିଧ୍ୟ ନେଲେ। ବେଶ୍ ଆନନ୍ଦିତ ହୋଇଛନ୍ତି। ଏହି 3 ସ୍ପିନର ମହାପ୍ରଭୁଙ୍କ ଅବକାଶ ବେଶ ପରେ ଭିତର କାଠରେ ମହାପ୍ରଭୁଙ୍କ ଦର୍ଶନ ସାନ୍ନିଧ୍ୟ ନେଇଛନ୍ତି। ଏଥିସହିତ ପାର୍ଶ୍ୱ ଦେବାଦେବୀ ଓ ଲକ୍ଷ୍ମୀ ଏବଂ ବିମଳାଙ୍କ ମଧ୍ୟ ଦର୍ଶନ କରିଛନ୍ତି। ସିଂହଦ୍ୱାର ଦେଇ 7 ପାହାଚ ଦ୍ୱାର ଦେଇ ଦର୍ଶନ ପାଇ ଯାଇଥିଲେ। ଏହି 3 ସ୍ପିନର ସିଂହଦ୍ୱାରଠାରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ସହ କଡ଼ା ସୁରକ୍ଷା ମଧ୍ୟରେ ଦର୍ଶନ ପାଇଁ ନିଆଯାଇଥିଲା। ତେବେ ମ୍ୟାଚ୍ ପୂର୍ବରୁ ଏହା ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ପୂର୍ବରୁ 2021 କ୍ରିକେଟ ୱାର୍ଲଡ କପ୍ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ ଦର୍ଶନ ପାଇଁ ପୁରୀ ଆସିଥିଲେ। ଏହାପରେ ଆଉ ଅନ୍ୟ କ୍ରିକେଟରଙ୍କୁ ଦେଖିବାକୁ ମିଳିନଥିଲା ବୋଲି ତାଙ୍କୁ ଦର୍ଶନ କରାଯାଇଥିବା ସେବାୟତ କହିଛନ୍ତି। ତେବେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ସହ ଆଗାମୀ ଚାମ୍ପିୟନ ଟ୍ରଫି ପାଇଁ ମଧ୍ୟ ମହାପ୍ରଭୁ ଟିମ୍ ପାଇଁ ସହାୟ ହେବେ ବୋଲି କହିଛନ୍ତି।